ଶୁଭ ସକାଳ ପିଲାମାନେ। ଶୁଭ ସକାଳ ପିଲାମାନେ, କେମିତି ଅଛ? ସମସ୍ତେ ଭଲ ଅଛ? ଆଉ ସିପୁନୁ, କଣ ଦେହ ଭଲ ନାହିଁ? ଆଚ୍ଛା, ଆଉ ହଉ, ଆସ ଆଜି ଆମେ ଗଣିତ ବହି ଗଣିତ ମେଳା, ଯୋଉଟା କି ତୃତୀୟ ଶ୍ରେଣୀର ପ୍ରଥମ ପାଠ ହଉଛି ନାମରେ କଣ ଅଛି। ନାମରେ କଣ ଅଛି? ସମସ୍ତଙ୍କର ଅନ୍ୟ ନାମ ଅଛି। ନାମରେ କଣ ଅଛି? କିଏ କହିବ ନାମରେ କଣ ଅଛି? ଆଚ୍ଛା, ଅନ୍ୱେଷା, ନାମରେ କଣ ଅଛି? ଅକ୍ଷର ଅଛି। ଆଚ୍ଛା, ହଉ, ନାମରେ କଣ ଅଛି ଦେଖିଆ। ପାଠ ପଢିଲେ ନାମରେ କଣ ଅଛି ଦେଖିଆ। ଆଉ ତମେ କହିଛ ଅକ୍ଷର ଅଛି ନା, ତ ଲେଖିଛ ଅକ୍ଷର ଅଛି। ଦେଖ, ଗୋଟେ ଛୋଟ ଗଳ୍ପ କହିବା, ଗପ ଆକାରରେ ଆମେ ଆଜି ପଢିବା। ଅନେକ ଦିନ ପୂର୍ବେ ସାଗର ଗାଁରେ ଏକ ପରିବାର ରହୁଥିଲେ। ତମ ଗାଁ ହେଲେ ଯେମିତି ସାଗରର ଗୋଟେ ଗାଁରେ ଗୋଟେ ପରିବାର ରହୁଥିଲେ। ସେମାନଙ୍କ ବୃତ୍ତି ହେଲା ଗୋପାଳନ। ସେମାନେ କଣ କରୁଥିଲେ? ଗୋପାଳନ। ଛୁଟି ଦିନରେ ଦେବ ଓ ଦୀପା ଗାଈ ମାନଙ୍କୁ ଚରାଇବା ପାଇଁ ବାହାରକୁ ନେଇ ଯାଉଥିଲେ। ଗାଈ ମାନଙ୍କୁ ଚରାଇବା ପାଇଁ ବାହାରକୁ ନଉଥିଲେ। ସେମାନେ ଗାଈ ମାନଙ୍କ ସହିତ ବିଳମ୍ବିତ ସନ୍ଧ୍ୟାରେ ଫେରୁଥିଲେ। ସେମାନଙ୍କୁ ଗଣିବା ଜଣା ନଥିଲା। ତେଣୁ ଦିନେ ଦେବ କହିଲା, ଆମେ କେମିତି ଜାଣିବା ଯେ ଆମର ଗାଈ ହଜି ନାହାନ୍ତି? ସତ କଥା, ଯଦି କେତୋଟି ଗାଈ ଧରି ଯାଇଛ ଚରେଇବା ପାଇଁ, ଗାଈ ଗୁଡାକ କଣ ପଡିଆରେ ଏପଟେ ସେପଟେ ବୁଲିବେ। ସନ୍ଧ୍ୟା ହେଲେ ଧରି ଆସିବ, ହେଲେ ସବୁ ଗାଈ ଆସିଲେ ତମେ ଜାଣିବ କେମିତି? ଯଦି କୋଉ ଗାଈ ରହିଯାଇଥିବ, କିଏ ଧରି ପଳେଇଥିବ, ଜଙ୍ଗଲରେ ହଜିଗଲା, ତାହେଲେ କେମିତି ଜାଣିବ? ତ ଦେବ ଓ ଦୀପା କଣ କରିପାରିବେ? ତାହେଲେ ମତେ କହିଲ କଣ କରିପାରିବେ? ତମେ ଚିନ୍ତା କର, ଯେ ଦେବ ଦୀପା କଣ କଲେ ଗାଈ ଗୁଡାକୁ କଣ, ଯେତିକି ଗାଈ ଗୁହାଳରୁ ଯାଇଛି ସେତିକି ଗାଈ ପୁଣି ଗୁହାଳକୁ ଆସିକି ସନ୍ଧ୍ୟାରେ ରହିବ। ତ ତାଙ୍କର ଗୋଟେ ବନ୍ଧୁ ଥିଲା, ହେଲା। ସେ କଣ କଲା, ତାଙ୍କୁ ଗୋଟେ ଉପାୟ ବତେଇଲା। କଣ ବତେଇଲା? ଯେ ଯେତେବେଳେ ତୁମେ ଗାଈ ମାନଙ୍କ ସହ ବାହାରକୁ ଯାଉଛ, ସେତେବେଳେ ଫାଟକରୁ ଛାଡୁଥିବା ପ୍ରତ୍ୟେକ ଗାଈ ମାନଙ୍କ ପାଇଁ କାନ୍ଥରେ ଗୋଟେ ଲେଖେ ଗାର ଟାଣ। ଏବେ ଯେମିତି ତମେ ସ୍କୁଲରେ ଅଛ, ସ୍କୁଲରୁ ଆସିଛ, ପ୍ରେଜେଣ୍ଟ ପଡୁଛି ଯେ ରୋଲ ନମ୍ବର 1, ରୋଲ ନମ୍ବର 2, ରୋଲ ନମ୍ବର 3। ସେହିପରି ଦୀପା ଆଉ ଦେବକୁ କଣ କଲା, ତାଙ୍କ ସାଙ୍ଗ କଣ ବୁଦ୍ଧି ବତେଇଲା ନା, ତମେ ଫାଟକରୁ ଯେତେବେଳେ ବାହାରକୁ ଗାଈ ଛାଡୁଛ ଗୁହାଳରୁ, ତ ଯେତୁଟା ଗାଈ ଗଲେ ସେତୁଟା ଗାର କାନ୍ଥରେ ପକେଇବ। ହେଇଠି ଦେଖ, ଫାଟକରେ କାନ୍ଥରେ ସେ ଗାର ପକଉଛି ଦୀପା। ତାପରେ ଯେତେବେଳେ ଗାଈ ଫେରିକି ଆସିବ, କଣ କରିବ? ଫେରିକି ଆସିବ, ସେତେବେଳେ ସେଇ ଗାର, ଯେତୋଟି ଗାଈ ଗୁହାଳ ଭିତରେ ପଶିବେ, ତାପରେ କଣ କରିବ? ସେତୋଟି ପୁଣି ଛକି ଚିହ୍ନ ପକେଇବ। ତାମାନେ ଯେତୋଟି ଗାର ହେଇଥିଲା ଗଲା ବେଳେ ଗାଈ ସଂଖ୍ୟା, ଯେତୋଟି ଆସିଲେ ଯେତୋଟି ଛକି ପଡିଲା, ଯଦି ସମାନ ଗାର ସମାନ ଛକି ହେଇଗଲା, ତାହେଲେ ସବୁ ଗାଈ ଫେରିଲେ ବୋଲି ତମେ ଜାଣିପାରିବ। କିଛି ବର୍ଷ ପରେ ସେମାନଙ୍କର ଅନେକ ଗାଈ ହୋଇଗଲା। ଅବଭିୟସଲି ଛୁଆ ଜନ୍ମ କରନ୍ତି, ବାଛୁରୀ ଗାଈ ସବୁ କଣ ଛୁଆ ଜନ୍ମ କଲେ କଣ ବଢି ବଢି ଯାଏ। ସେମାନେ କାନ୍ଥରେ କେତୋଟି ଗାର କରିଥିଲେ ଦେଖ। ତାହେଲେ ସେମାନଙ୍କ ପାଖରେ କେତୋଟି ଗାଈ ଥିଲା? କେତୋଟି ଗାଈ ଥିଲା ଲେଖିବା। 5, 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21, 22, 23, 24, 25, 26, 27, 28, 29, 30, 31, 32, 33, 34, 35, 36, 37, 38, 39, 40, 41, 42, 43, 44, 45, 46, 47। ତାଙ୍କ ପାଖରେ କେତୋଟି ଗାଈ ଥିଲା ନା 47ଟି ଗାଈ ଥିଲା। ଗୋଟିଏ ଦିନ ସେମାନେ ଗାଈ ମାନଙ୍କୁ ନେଇ ଫେରିଲେ। ପ୍ରତ୍ୟେକ ଗାଈ ପୁଣି ଫାଟକ ଭିତରକୁ ପଶିବା ସମୟରେ ସେମାନେ ଗୋଟି ଗୋଟି ଗାରକୁ ଲିଭାଇଲେ। କାନ୍ଥରେ ବଳକା 2ଟି ଗାର ରହିଗଲା। କେତୁଟା ଗାର ରହିଗଲା ନା 2ଟି ଗାର ବଳକା ରହିଗଲା। ମାତ୍ର କୌଣସି ଗାଈ ଦେଖିବାକୁ ପାଇଲେ ନାହିଁ। ଫଳରେ ସେମାନେ ଚିନ୍ତିତ ହେଇଗଲେ। ଦୀପା ଓ ଦେବ ଚିନ୍ତିତ ହେଲେ କାହିଁକି? କାହିଁକି ନା ସେମାନେ ବାହାରକୁ ଛାଡିଥିଲେ କଣ? ଯେତୋଟି ଗାର ଟାଣିଛନ୍ତି ସେତୋଟି ଗାଈ ବାହାରକୁ ଛାଡିଥିଲେ। କିନ୍ତୁ ଆସିଲା ବେଳେ 2ଟି ଗାର ଆଉ ଲିଭିଲାନି, ମାନେ 2ଟି ଗାଈ ଆଉ ଭିତରକୁ ଆଉ ଆସିଲେନି, ବାହାରେ ବାହାରେ କୋଉଠି ରହି ଯାଇଛନ୍ତି। କେତେ ଗାଈ ଘରେ ପହଞ୍ଚିଥିଲେ? ଦେଖ 47ଟା ଗାର ଟାଣିଥିଲେ। 2ଟା ଗାଈ ଯଦି ବାହାର 2ଟା ଗାର ରହିଗଲା, ତାହେଲେ
45ଟି ଗାଈ କଣ କଲେ ପହଞ୍ଚିଥିଲେ। ଦେବ ଓ ଦୀପା ତୁରନ୍ତ ହଜିଯାଇଥିବା ଗାଈମାନଙ୍କୁ ଖୋଜିବା ପାଇଁ ନିକଟସ୍ଥ ଏକ ପଡ଼ିଆରେ ସେମାନଙ୍କୁ ପାଇଲେ। ଆଉ ସେମାନେ ପଡ଼ିଆରେ ପାଇ ଖୁସି ହେଲେ। ତମେ ଯେମିତି ତମ ପେନସିଲ ରବର ହଜି ଯାଇଥିବ ବୋଲେ ତାକୁ ପାଇଲା ପରେ କଣ ହଉଛ ମନ ଖୁସି ହେଇଯାଏ, ହଁ ନା ନାଇଁ? ଘରେ କୋଉଟା ହଜି ଯାଇଥିବ ପାଇଗଲା ପରେ କେତେ ଖୁସି ହେଇଯାଉଛ ନା କଣ ପ୍ରତ୍ୟୁଷ? ହଁ, ସେମାନଙ୍କ ବନ୍ଧୁ ହେମନ୍ତର 36ଟି ଗାଈ ଓ 23ଟି ମେଣ୍ଢା ଥିଲା। ତାଙ୍କର ଗୋଟେ ଜଣେ ବନ୍ଧୁ ଥିଲା, ତା ନାଁ ହେମନ୍ତ। ତାର କଣ ଥିଲା 36ଟା ଗାଈ ଆଉ 23ଟା ମେଣ୍ଢା ଥିଲା। ଦୀପା ଆଉ ଯେମିତି ଦେବ ତାଙ୍କ ଗାଈ ମାନଙ୍କୁ ଗଣୁଥିଲେ, ସେମିତି ହେମନ୍ତ ପାଇଁ ତମେ ହେଲେ ଗାଈ ଆଉ ମେଣ୍ଢା ଗଣିବାରେ କରିପାରିବ ନା ନାଇଁ? ତ ଦେଖ ଏଇଟା ମୁଁ ଲେଖିଦେବି ଗାଈ ସଂଖ୍ୟା, ଏଠି ଲେଖିଦେବି ମେଣ୍ଢା ସଂଖ୍ୟା। ତ ଦିଟା ଟାଣିଦେଲି। ଗାଈ କେତୋଟି? 36ଟି। 36ଟି ବେଲେ ମୁଁ 36ଟା ଗାର କରିବି 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36। 36ଟା ଗାଈ ହେଇଗଲା, 36ଟା ଗାର। ସେପରି ମେଣ୍ଢା 23ଟା। 23ଟା ମେଣ୍ଢା ବେଲେ କଣ କରିବି? 23ଟା ଗାର 1 2 3 4 5 6 7 8 9 10 11 12 13 14 15 16 17 18 19 20 ଆଉ କଣ ଗୋଟେ 21। ତ 21ଟା ମେଣ୍ଢା ହେଇଗଲା। ତ କଣ 36ଟା ଗାଈ ଆଉ 23ଟା ମେଣ୍ଢା ପାଇଁ ବୋଲି, ସରି 23ଟା 21 22 23ଟା ମେଣ୍ଢା ପାଇଁ ବୋଲି ହେଇଗଲା, ହଁ ନା ନାଇଁ? ତ ବାସ୍ ଆଗକୁ ବଢେ, ଗୋଟେ ଖେଳ ଖେଳିବା। ଦେଖ ଏ ଚିତ୍ରରେ କଣ ଦେଖୁଛ? ବାଘର, କୁକୁର, ହାତୀ, ଜୀବଜନ୍ତୁ ଗୁଡାକ ଦେଖୁଛ ନା ନାଇଁ? ତମେ ଦିଟା ଦଳ ଗଠନ କର ହେଲା। ଦଳ, ହଁ ତମେ, ହଁ ପୁଅ ଝିଅ ମିଶିକିରି ଦଳ ଗଠନ କର। ଏପଟେ ପୁଅ ଏପଟେ ଝିଅ ମିକ୍ସିଂ କରିଦିଅ। ରୋଲ ନମ୍ବର ଅନୁସାରେ ଭାଗ କରିଦିଅ। 1 ରୁ 8 ଗୋଟେ, 8 ରୁ 16 ଆଉ ଗୋଟେ ଦଳ କରିଦିଅ ହେଲା। ଦଳପତି କିଏ ହବ? ହଁ ତମେ ତମର ଦଳପତି, ତମେ ତମର। ତମ ନାଁ କହ? ନା ପ୍ରତ୍ୟୁଷ। ତମ ଦ୍ୱିତୀୟ ଦଳପତି ନାଁ କୁହ? ରବିଶଙ୍କର। ରବିଶଙ୍କର। ଆଚ୍ଛା କହିଲ ଦ୍ୱିତୀୟ ଦଳପତି ପ୍ରତ୍ୟୁଷ। ପ୍ରଥମ ଦଳର ଦଳପତି ପ୍ରତ୍ୟୁଷ, ଦ୍ୱିତୀୟ ଦଳପତି ରବିଶଙ୍କର। ଆଚ୍ଛା, ପ୍ରଥମ ଦଳର ଦଳପତି, ଏ ଦଳପତିର ନାଁ କେତୋଟି ଅକ୍ଷର ଅଛି? ନା 3ଟି। ଦେଖ 3ଟି ଅକ୍ଷର ଠାରୁ କୋଉ ପଶୁ ତର 3ଟି ଅକ୍ଷରଠୁ କୋଉ ପଶୁର ନାଁ ଅଧିକ ଅଛି କି? ଦେଖ ହାତୀ ଅଧିକ ଅଛି, ମହାବଳ ବାଘ ଅଧିକ ଅଛି, ଡାମରା କାଉ ଅଧିକ ଅଛି, ମାଛରଙ୍କା ଅଧିକ ଅଛି। ଏଇ 4ଟି ପଶୁ କଣ ଅଛି? ଏଇ ନାଁ ଠୁ ଅଧିକ ଅଛି ନା ନାଇଁ? ହଁ, ତାହେଲେ ପ୍ରଥମ ଦଳପତି ନାମ ଠାରୁ ଲମ୍ବା ନାମ ଥିବା ଯେକୌଣସି ପଶୁକୁ ତୁମେ ଜାଣିଛ କି? ହଁ ଏଇଠି ଦେଖ, ଦେଖିକି ଜାଣିପାରିବ ନା ନାଇଁ? ଅକ୍ଷର ସଂଖ୍ୟା କେତେ ପ୍ରଥମ ଦଳପତିର? 3। ଦ୍ୱିତୀୟ ଦଳପତିର ଅକ୍ଷର ସଂଖ୍ୟା କେତେ? 5। 5 ହେଲା। ତ 5 ଆର 5 ଆର ଦେଖ ମହାବଳ ବାଘ, ଆଠୁ ବଡ କିଏ? 6ଟା ନାଁ ଅଛି। ଡାମରା କାଉ 5ଟା ସମାନ ହଉଛି। ଆଉ ସବୁ ଗୁଡାକ ଏଇ ଦ୍ୱିତୀୟ ଦଳର ଦଳପତି ଠାରୁ କମ। କାହାର ଲମ୍ବା ନାଁ ଅଛି ଆଲୋଚନା କର। ତମେ ସବୁ ସମ ନାଁ ଲେଖ। ଆଉ କାହାର ନାଁରେ ଲମ୍ବା, ଯୋଉ ଏଇଟା ଦେଖ ମହେଶର 3ଟା ଅକ୍ଷର ଅଛି। ସେମିତି ସଂକେତନରେ 4ଟା 5ଟା ଅକ୍ଷର, ଯଶ କେତନରେ 5ଟା ନାଁ ଅଛି ହେଲା। ପରଶୁରାମରେ 4ଟି ନାଁ ଅଛି ହେଲା। ତ ସେମିତି ତମେ ନିଜ ନିଜର ଖାତାରେ ଲେଖ। ଏଠି ଦେଖ ତମର କିଛି ବନ୍ଧୁ ମାନଙ୍କର ନାଁ ଲେଖ। ଦେଖ ତମ କ୍ଲାସର ପିଲାମାନଙ୍କର ନାଁ ମୁଁ ଫାଷ୍ଟରେ ଲେଖି ଦଉଛି ହେଲା। ରଚନା, ରବିଶଙ୍କର, ପ୍ରତ୍ୟୁଷ,
ହେଲା ରାମ ପରଶୁରାମ। ହ୍ୟାଲୋ, ହଁ ମ୍ୟାଡ଼ାମ ନମସ୍କାର। ତ ପରଶୁରାମ ତାପରେ କଣ ସୋନାଲି, ବିଦ୍ୟାଶ୍ରୀ, ଆଉ କଣ ସୁଶ୍ରୀ ସଙ୍ଗୀତା। ସୁଶ୍ରୀ ସଙ୍ଗୀତା। ତ ଦେଖ ଏଇଠି କଣ କହିଲା, କ ନମ୍ବର ଦେଖ କଣ କହିଲା, ସବୁଠାରୁ ଲମ୍ବା ନାମ ଗୁଡ଼ିକୁ ଠିକ ଚିହ୍ନ ଦିଅ, ଠିକ ଚିହ୍ନ ଦିଅ ବା ଛୋଟ ନାମ ଗୁଡ଼ିକୁ ଛକି ଚିହ୍ନ ଦିଅ। ଏ ଦେଖ ଲମ୍ବା ନାମ କିଏ କିଏ, ଆମର ରବିଶଙ୍କର ଆଉ ସୁଶ୍ରୀ ସଙ୍ଗୀତା ଲମ୍ବା ନାମ। ଛୋଟ ନାମ ସବୁଠାରୁ ଯିଏ ଛୋଟ ନାମ କୋଉରା ନା ରାମ, ତାକୁ ଛକି ଚିହ୍ନ ଦିଅ। ତୁମ ନାମର ପ୍ରଥମ ଅକ୍ଷର ଲେଖ, ଯିଏ ଯାହାର ଲେଖ। ରଚନା ତମେ ର ଲେଖିବ, ରବିଶଙ୍କର ତମେ ର ଲେଖିବ, ପ୍ରତ୍ୟୁଷ ପ୍ର ଲେଖିବ, ରାମ ର ଲେଖିବ, ପରଶୁରାମ ଯିଏ ଯାହାର ଲେଖ ହେଲା। ମୁଁ ଲେଖି ଦଉଛି ମୋର ସ ହେଲା। ତୁମ ନାମର ପ୍ରଥମ ଅକ୍ଷରଟି ଯାହା ସେଇ ଅକ୍ଷର ଆରମ୍ଭ ହୋଇଥିବା ସମସ୍ତ ନାମ ଗୁଡ଼ିକୁ ଗଣନା କର। ଦେଖ ମୋର ପ୍ରଥମ ଅକ୍ଷର ସ, କାହିଁ ସୁଶ୍ରୀ ହେଡି, ସୁଶ୍ରୀ ସଙ୍ଗୀତା, ତ ସୋନାଲି 2, ତମର କେତୋଟି ନା ହେଲା 2ଟି। ସରି, ଯାହାର ରବିଶଙ୍କର ରଚନା ତମେ 2ଟି ଲେଖିବ, ରାମ ତିନୋଟି ଲେଖିବ, ତମେ 3 ଜଣ 3ଟି ଲେଖିବ, 2ଟି ଲେଖିବ ହେଲା। ନେକ୍ସଟ, କେଉଁ ଅକ୍ଷରଟି ପ୍ରଥମେ ସବୁଠାରୁ ଅଧିକ ଥର ବ୍ୟବହୃତ ହୋଇଛି, ଏଥିରେ ଆରମ୍ଭ ହୋଇଥିବା ନାମକୁ ଗଣି ଲେଖ। କେଉଁ ଅକ୍ଷରଟି ପ୍ରଥମେ ସବୁଠାରୁ ଅଧିକ ଅଛି, ଦେଖ ର ପ୍ରଥମେ ସବୁଠାରୁ ଅଧିକ ହେଇଛି ନା ନାଇଁ, ରବିଶଙ୍କର, ରଚନା, ରାମ ହେଲା। କେତୋଟି ନାମ ସେଇଟା 3ଟି ନାମ, ହଁ ନା ନାଇଁ। ଶେଷ ଅକ୍ଷର ସମାନ ଥିବା ନାମର ସଂଖ୍ୟା ଗଣନା କର। ଶେଷ ଅକ୍ଷର ସମାନ ଥିବ, ଶେଷ ଅକ୍ଷର ଦେଖ, ଶେଷ ଅକ୍ଷର ଏଟା ଦେଖ ପରଶୁରାମ, ଇଏ ମ, ହଁ ନା ନାଇଁ 2ଟା ମ, ତ 2, ହଁ ନା ନାଇଁ 2। କୌଣସି ନାମର ପ୍ରଥମ ଅକ୍ଷର ହୋଇନଥିବା ଆଉ 10ଟି ଅକ୍ଷର ଲେଖ। କୌଣସି ନାମର ପ୍ରଥମ ଅକ୍ଷର ନଥିବ, ଯେମିତି କି ଏଇ ର ଛାଡିଦିଅ, ପ ଛାଡିଦିଅ, ସ ଛାଡିଦିଅ ହେଲା। ମୋର 3ଟା ସୋନାଲି, 3ଟି, ହଁ 3ଟି, ମୁଁ ଏଇଟା 2ଟା ଲେଖିଲେ, ଏଇଟା 3ଟି ଲେଖିବ ହେଲା। କଣ ହେଲା, ପ ଛାଡିଦିଅ, ର ଛାଡିଦିଅ, ର ଛାଡିଦିଅ, ସ ଛାଡିଦିଅ, ବ ଛାଡିଦିଅ। ତା ବ୍ୟତୀତ ଆଉ 10ଟି କୌଣସି ନାମର ପ୍ରଥମ ଅକ୍ଷର ହୋଇନଥିବା ଆଉ 10ଟି ଅକ୍ଷର ଲେଖ। ଯେମିତି କି କ ହେଇଗଲା, କରେ କାର ନାହିଁ, ମ ହେଇଗଲା, ମରେ କାର ନାହିଁ, ବ ହେଇଗଲା, ବିଦ୍ୟାଶ୍ରୀ ଅଛି ତ ବ ହବନି, ୟ ହେଇଗଲା, ସେମିତି ତ ହେଇଗଲା, ଫ ହେଇଗଲା, ଜ ହେଇଗଲା, ଚ ହେଇଗଲା, ଟ ହେଇଗଲା, ଡ ହେଇଗଲା। ଏଇପରି ଭାବେ ତମେ କଣ, ଡ ହେଇଗଲା, ଆଉ ଗୋଟେ ଲେଖି ଦଉଛି ଏଠି ଖ ହେଇଗଲା। ଏଇଗୁଡା କଣ 10ଟି ଅକ୍ଷର ଲେଖିଦେଲ। ତାପରେ ଆସ, ଲିନା ଓ ରାଜୁ ଏହି କାର୍ଡ ବ୍ୟବହାର କରି ନମ୍ବର ତିଆରି କରୁଛନ୍ତି। ଦେଖ ଲିନାର ରୋଲ ନମ୍ବର ହଉଛି 43,
43 ଲେଖିଲେ କେତେ ହଉଛି? 43 ଚାରୋଟି ଅକ୍ଷର ଅଛି ନା ନାଇଁ? ଚାରୋଟି ଅକ୍ଷର ଅଛି। 43 43 ବା ଚାରିଟା ଅକ୍ଷର ଅଛି 1 2 3 4। ସେ ବି 17 ନମ୍ବର। ଯିଏ ଯାହାର ରୋଲ ନମ୍ବର ଲେଖ, ଖାତାରେ ଯିଏ ଯାହାର ରୋଲ ନମ୍ବର ଲେଖ, ଆଉ ତାର ରୋଲ ନମ୍ବରରେ କେତୋଟି ଅକ୍ଷର ଅଛି ତାକୁ ଲେଖ। 17 17 ତିନୋଟି, ତ ତିନୋଟି। ମୋର ରୋଲ ନମ୍ବର ହେଉଛି କେତେ? ଯିଏ ଯାହାର ଲେଖ। ମୋର ମନେକର 10। ଏହି ନାମରେ କେତୋଟି ଅକ୍ଷର ଅଛି? ଦିଟା ଅକ୍ଷର ଅଛି। 10 10 ନା ନାଇଁ? ତୁମ ଖାତାରେ କିଛି ସଂଖ୍ୟା ଆଉ ସେଇ ସଂଖ୍ୟାର ନାମ ଲେଖ। ସଂଖ୍ୟା ଲେଖ, ଏଇଠି କଣ କରିବ? ସଂଖ୍ୟା ଲେଖିବ, ତାର ନାମ ଲେଖିବ, ଅକ୍ଷର ସଂଖ୍ୟା ସଂଖ୍ୟା ଲେଖିବ, ନାମ ଲେଖିବ, ଅକ୍ଷର ସଂଖ୍ୟା, ଏମିତି 3 କଲମ କରିବ, 3ଟା ବକ୍ସ କଲମ କରିବ। ଏଇଠି ସଂଖ୍ୟା ଲେଖିବ। ମୁଁ 25 ଲେଖିଲି, ନାମ 25, ଅକ୍ଷର ସଂଖ୍ୟା 3। ଏଇପରି ଭାବେ ତମେ ତଳୁ ତଳ କରି 10ଟା ସଂଖ୍ୟା ଲେଖିବ, 10ଟା କଣ ଖାତାରେ ତାର ନାମ ଲେଖିବ, ତାର ଅକ୍ଷର ସଂଖ୍ୟା ମଧ୍ୟ ଲେଖିବ। ଲିନା ଓ ରାଜୁ 56 ନମ୍ବର ରଖିଥିଲେ। ଏଥିରେ 3ଟି ଅକ୍ଷର ଅଛି। 56 3ଟି ଅକ୍ଷର। 1ରୁ 99 ମଧ୍ୟରେ ଥିବା ଅନ୍ୟ ସଂଖ୍ୟା ଲେଖି ସେଥିରେ ଯେଉଁଥିରେ 3ଟି ଅକ୍ଷର ଅଛି ଦେଖ। ଆଚ୍ଛା 11 3ଟି ଅକ୍ଷର ଅଛି ନା ନାଇଁ? ତାପରେ ଆଉ କଣ କଣ? ମୁଁ କହିବି 30 3ଟି ଅକ୍ଷର ଅଛି। ତାପରେ କଣ କହିବି? 17 କଣ କହିବି? 40 ହେଲା। ତାପରେ ଆଉ କଣ ହବ କୁହ? 50 ଭେରି ଗୁଡ 50। ଆଉ କଣ ହବ? 15 ହଁ ଭେରି ଗୁଡ 15 ହେଲା। ଏଇପରି ଭାବେ ତମେ ଆହୁରି ବି ନିଜ ବୋଧ ସଂଖ୍ୟା ଲେଖି ତାକୁ କଣ କରିବ? ଏମିତି ଲେଖିପାରିବ। 2ଟି ଅକ୍ଷର ଥିବା ସଂଖ୍ୟା ଲେଖିପାରିବ, 4ଟି ଥିବ ଅକ୍ଷର ଥିବ ସଂଖ୍ୟା ଲେଖିପାରିବ। ଏମିତି ନିଜେ ନିଜେ ଖେଳିପାରିବ ମଧ୍ୟ। ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦ କରି ପରସ୍ପର ଗ୍ରୁପ କରିକି ପଚରା ଉଚରା ମଧ୍ୟ ହେଇପାରିବ। ଯେ 2ଟି ଅଙ୍କ ସଂଖ୍ୟା କହ, ମୁଁ କହିବି। 3ଟି ଅଙ୍କ ତୁ କହ, 4ଟି ଅଙ୍କ ମୁଁ କହିବି। ହେଲା, ଏମିତି ଖେଳିପାରିବ। 1ରୁ 99 ମଧ୍ୟରେ 5ଟି ଅକ୍ଷର ଥିବା ସଂଖ୍ୟା ଗୁଡିକର ନାମ ଲେଖ। 5ଟି ଅକ୍ଷର ଦେଖ, 5ଟି। ଦେଖ ମୁଁ ଲେଖୁଛି 39 5ଟା ହେଲା। ହଁ ନା ନାଇଁ? ଆଉ କଣ କହିବ କିଏ? 39 ପରେ ଆଉ କିଏ କଣ କହିବ? ଆଉ 38 କହିପାରିବିନି? 38 କଣ? 38 29 କହିପାରିବିନି? 39 ହବ। 29 3ଟା ହେଲା। ତମେ ନିଜେ ନିଜେ ଆହୁରି ଭାବିକିରି ଲେଖିପାରିବ ହେଲା। ମୁଁ କିଏ? 5ଟି ଅକ୍ଷରେ ନାମ ମୋହର। 100ରେ ଅଟେ ମୁଁ ନିକଟତର। ଖୋଜି କୁହ ନାମଟି ମୋର। 5ଟା ଅକ୍ଷର, 100ର ପାଖାପାଖି। କହିଲ ଦେଖି, ଗେସ୍ କର ସମସ୍ତେ। କାହିଁ ପ୍ରତ୍ୟୁଷ, ବିଦ୍ୟାଶ୍ରୀ, ହଁ ସୋନାଲି କୁହ। ଭାବ 5ଟା ଅକ୍ଷର ନାମ ମୋହର। 100 ଅଟେ ମୁଁ ନିକଟତର। ଖୋଜି କୁହ ନାମଟି ମୋର। ମୁଁ କିଏ? 100ର ପାଖାପାଖି। 5ଟି ଅକ୍ଷର ନାମ ମୋହରି। ଆରେ ମୁଁ ହଉଛି 94। ମୁଁ ହଉଛି 94। 5ଟା ହେଲା ନା ନାଇଁ? ହଁ। ତାହେଲେ କହିଲ, ଖୋଜି ବାହାର କର ମୁଁ ଏବଂ ମୋର ସାଙ୍ଗ 71ରୁ 99 ଭିତରେ ରହୁଛୁ। କୋଉଠୁ କୋଉଠେ? 71ରୁ 99 ଭିତରେ ରହୁଛୁ।
ଆମେ ଉଭୟ ଦୁଇଟି ଅକ୍ଷର ବିଶିଷ୍ଟ। କେତେ ଅକ୍ଷର ବିଶିଷ୍ଟ? 2 ଅକ୍ଷର ବିଶିଷ୍ଟ ହେଲା, କିନ୍ତୁ ସମାନ ନହୁଁ। ଦିଟା ଯାକ 2 ଅକ୍ଷର ବଟ୍ ସମାନ ନହୁଁ। ଆମ ଭିତରେ ସାନ କିଏ? ଦେଖ 71 ରୁ 99 ଭିତରେ ତମେ ବାହାର କରିବ 2 ଅକ୍ଷର ବିଶିଷ୍ଟ ସଂଖ୍ୟା। ଗୋଟେ ହଉଛି 80, 80 ନା ନାଇଁ? 80 ଦୀର୍ଘ 11। ଆଉ ଗୋଟେ ହଉଛି 90, 80 90। ତ 80 90 ଭିତରେ ସାନ କିଏ? ନା 80, 80 ହେଲା, 80। ଏଇପରି ଭାବେ ତୁମେ କଣ କରିବ? ସହପାଠୀଙ୍କ ସହିତ ମିଶି ଗାଣିତିକ ଧନ୍ଦା ମଧ୍ୟ ପ୍ରହଳିକା ମାଧ୍ୟମରେ ମନେ ରଖିପାରିବ ହେଲା। ନେକ୍ସଟ ଏଠି ଦେଖ, ବୀର ପୁରୁଷୋତ୍ତମପୁର ଓଡ଼ିଶାର ଏକ ଲମ୍ବା ନାମ ବିଶିଷ୍ଟ ସ୍ଥାନ। ବୀର 2 କେତେଟା ଅକ୍ଷର ଅଛି? 2 4 6 8 9, 9ଟା ହେଲା, 9ଟା 9ଟି ଅଛି ନା ନାଇଁ? ଏ ଦେଖ ସବୁଠୁ ଛୋଟ ନାମ ବିଶିଷ୍ଟ ଇବ୍। ଇବ୍ରେ କେତେଟା? 2ଟି ନାମ ବିଶିଷ୍ଟ ସ୍ଥାନ। ଲିନା ଓ ରାଜୁ ପାଖରେ କିଛି ଫଟୋ ଗାର୍ଡ ଥିଲା। ଲିନା ଏହାକୁ 2 ଭାଗରେ ବିଭକ୍ତ କଲା। ଦେଖ 2 ଭାଗରେ ବିଭକ୍ତ କରିଛି। ସେ କାର୍ଡ ଗୁଡ଼ିକ ମଧ୍ୟରୁ ଯେଉଁମାନେ ଖାଦ୍ୟ ଖାଆନ୍ତି ଆଉ ଯେଉଁମାନେ ଖାଦ୍ୟ ଖାଆନ୍ତି ନାହିଁ ରୂପରେ ଭାଗ କରିଛି। ଦେଖ ଏଇଠି ଦେଖ ଲିନା କଲା, ଏ ଯୋଉ କଣ କଲା? ଡ୍ରୋନ୍ ହେଲା, ଏରୋପ୍ଲେନ ହେଲା, ମୋବାଇଲ ହେଲା, କାଇଟ୍ ହେଲା, ବୁକ୍ ହେଲା, ବଲ୍ବ ହେଲା। ଏମାନେ କଣ ସବୁ? ଖାଦ୍ୟ ଖାଆନ୍ତି ନାହିଁ। ଆଉ ଏମାନେ କଣ ହେଲା? ଖାଦ୍ୟ ଖାଆନ୍ତି। ମୂଷା, ଚଟେଇ, ମାଛି, ମାଛ, ଏମାନେ ଖାଦ୍ୟ ଖାଆନ୍ତି। 2 ଭାଗରେ ବିଭକ୍ତ ହେଲା। ଦେଖ ତାକୁ ରାଜୁ କଣ କଲା? 2 ଭାଗରେ ବିଭକ୍ତ କରିଛି। ଦେଖ ରାଜୁ ଏମିତି କରିଛି, ଏମିତି କରିଛି। ଆଚ୍ଛା ରାଜୁ କଣ କହିଲ? ସାଧାରଣ ଆଙ୍କ ବିଧି ଭିତରେ ରାଜୁ ଯୋଉ ଅଲଗା କରିଛି ତାର କମନ କଣ କହିଲ? ରାଜୁର ନା ରାଜୁର କମନ ହଉଛି ଦେଖ ମାଛି, କାଇଟ୍, ଏରୋପ୍ଲେନ, ପକ୍ଷୀ, ଡ୍ରୋନ୍, ଏମାନେ ସବୁ କଣ କରନ୍ତି? ଉଡି ପାରନ୍ତି। କଣ ପାରନ୍ତି? ନା ଉଡି ପାରନ୍ତି। ଆଉ ଏମାନେ ସବୁ ଉଡି ପାରନ୍ତି ନାହିଁ। ଏମାନେ କଣ? ଉଡି ପାରନ୍ତି, ଏମାନେ ଉଡି ପାରନ୍ତି ନାହିଁ। ତ ଏଇଟା ଉଡି ପାରନ୍ତି ବସ୍ତୁ ଆଉ ଉଡି ପାରନ୍ତି ନାହିଁ ବସ୍ତୁ, ଏଇ 2 ଭାଗରେ ବିଭକ୍ତ କଲା ନା ନାହିଁ ରାଜୁ? ହେଲା। ଏଇଠି ଦେଖ ତମକୁ କହିଛି ତମେ କଣ କରିବ? ନା ଏଇଠି ତମେ କରିବ ଯେ କଣ କଣ ହେଇଛି? ଏଇଠି ଦେଖ ବିଜୁଳି ଆବଶ୍ୟକ କରୁଥିବା ବସ୍ତୁ ଆଉ ବିଜୁଳି ଆବଶ୍ୟକ କରୁନଥିବା ବସ୍ତୁ। ବିଜୁଳି କିଏ କିଏ ଆବଶ୍ୟକ କରୁଛି? ଟିଭି ବିଜୁଳି ଆବଶ୍ୟକ କରୁଛି, ହଁ ଭେରି ଗୁଡ। ଘଡି ବିଜୁଳି ଆବଶ୍ୟକ କରୁଛି, ହଁ ଭେରି ଗୁଡ। ପଙ୍ଖା ବିଜୁଳି ଆବଶ୍ୟକ କରୁଛି, ଭେରି ଗୁଡ ହେଲା। ତାପରେ ଆଉ ଲ୍ୟାମ୍ପ, ଭେରି ଗୁଡ। ଲ୍ୟାମ୍ପ ମଧ୍ୟ କଣ କରୁଛି? ବିଜୁଳି ଆବଶ୍ୟକ କରୁଛି ନା ନାଇଁ? ବିଜୁଳି ଆବଶ୍ୟକ କରୁନଥିବା ବସ୍ତୁ କଣ କଣ? ଚୌକି ହେଲା, ତକିଆ, ତାପରେ ପଲଙ୍କ, ତାପରେ କମ୍ବଳ ହେଲା। ହେଇଗଲା 4ଟି। ତ ଭେରି ଗୁଡ। ନେକ୍ସଟ ଚାଲ। ଏଇ ଯୋଉ ବସ୍ତୁ ଗୁଡାକ ଆପରେ ଲେଖା ହେଇଛି, ଏଇ ଯୋଉ ଘଡି, ଟିଭି, ଚୌକି, ପଙ୍ଖା, ଲ୍ୟାମ୍ପ, ତକିଆ, ପଲଙ୍କ, କମ୍ବଳ, ଏମାନଙ୍କୁ ଆଉ କେମିତି ଭାବରେ ବିଭକ୍ତ ଭାଗ କରିପାରିବ? କିଏ କହିବ? ଆଉ କୋଉ ଉପାୟରେ ଏମାନଙ୍କୁ ଭାଗ କରିପାରିବ? କହିପାରିବ କି? ଆଉ କୋଉ ଉପାୟରେ ଏମାନଙ୍କୁ ଭାଗ କରିପାରିବ? ଦେଖ ମୁଁ ତମକୁ କହୁଛି କେତେ ଉପାୟରେ ତମେ ଭାଗ କରିବ, ବିଭକ୍ତିକରଣ କରିପାରିବ। ଓଜନ ଅନୁସାରେ କରିପାରିବ ନା ନାଇଁ? ଓଜନ କୋଉଟା ଭାରି ହାଲକା,
ହଁ ନା ନାଇଁ? 2 କ୍ଲାସ ରେ ପଢିଥିଲ ଭାରି ଓ ହାଲକା। ଭାରି ବସ୍ତୁ ଏଇଠି ଲେଖିପାରିବ। ଭାରି ବସ୍ତୁ ଏଇଠି ହାଲୁକା ବସ୍ତୁ ଲେଖିପାରିବ। ଭାରି ବସ୍ତୁରେ କଣ କଣ ଆସିବ? ଖଟ ଭାରି, ହଁ। ତାପରେ ଟିଭି ହେଲେ ଭାରି, ହେଲା। ଗଦା ବା ଗଦା ବା ଯୋଉ କମ୍ବଳ କହୁଛ, ଗଦି ହେଲା। ହାଲକାରେ କଣ କଣ ଆସିବ? ତକିଆ, ଏଡେ ଚେୟାର ହେଲେ ଭାରି ଆଇବ। ଚୌକି, ତକିଆ, ଲ୍ୟାମ୍ପ ହାଲକା, ହେଲା। ଘଣ୍ଟା ହାଲକା, ଆଉ କଣ? ପଙ୍ଖା ବି ହାଲକା, ହେଲା। କମ୍ବଳ ବି ହାଲକା ହେଇପାରିବ, ବଟ କମଳର ଏଇଠି ଗଦିର ଯଦି କମ୍ବଳ ହେଇଥିବ, ଗଦି ଯଦି ହେଇଥିବ, ତାହେଲେ ଗଦିଟା ହଉଛି କଣ? ଭାରି, ହେଲା। ଏମିତି ବି ତମେ ବିଭକ୍ତ କରିପାରିବ, ଆରାମ ଦେଉଥିବା ବସ୍ତୁ ଆଉ ସୂଚନା ଦେଉଥିବା ବସ୍ତୁ। ଆରାମ କୋଉଟା କୋଉଟା ଦଉଛି? ଆରାମ ଦଉନଥିବା ବସ୍ତୁ, ଖଟ, ଗଦା, ତକିଆ, ଚେୟାର ଏଗୁଡା ଆରାମ ଦଉଛି। ସୂଚନା କୋଉଟା ଦଉଛି? ଟିଭି, ଘଣ୍ଟା, ପଙ୍ଖା, ଲ୍ୟାମ୍ପ ଏମାନେ ସୂଚନା ଦଉଛନ୍ତି। ଆଉ ଆହୁରି କେମିତି ବିଭକ୍ତି କରିପାରିବ? ଭାରି ହାଲକା ହେଇଗଲା। ନରମ ବସ୍ତୁ ଆଉ କଠିନ ବସ୍ତୁ ବି କରିପାରିବ, ଭେରି ଗୁଡ। ନରମ ବସ୍ତୁ କଣ? ତକିଆ, ଗଦି ବା ଯୋଉଗୁଡା କଣ ଛୁଇଁଲେ ସ୍ପର୍ଶ କଲେ ନରମ ଲାଗେ। କିନ୍ତୁ କଠିନ ବସ୍ତୁ କଣ? ଟିଭି ହେଲା, ଚେୟାର ହେଲା, ଲ୍ୟାମ୍ପ ହେଲା, ଖଟ ହେଇଗଲା, ଘଣ୍ଟା ହେଇଗଲା, ପଙ୍ଖା ହେଇଗଲା, ଏଗୁଡା ସବୁ କଠିନ ବସ୍ତୁ। ନେକ୍ସଟ, ଲିଲା ବିଦ୍ୟାଳୟ ଯାଇଛି, ତାର ମା ତାର ଚୁଟି ବାନ୍ଧି ଦେଉଛନ୍ତି। ମାଳାର 2ଟି ଚୁଟିର ବେଣୀ ଅଛି। ତୁମେ ଶ୍ରେଣୀ ପିଲାମାନଙ୍କୁ ଦେଖ, କିଏ କିଏ ଚୁଟି ବାନ୍ଧିକି ଆସିଛ, ତାକୁ କର କେଶ ସଜ୍ଜା। ଦେଖ ପିଲା ସଂଖ୍ୟା, କେମିତି ଚୁଟି କିଏ ବାନ୍ଧିକି ଆସିଛି? କେତେ ଜଣ? କିଏ କିଏ? 2 ଜଣ, ଭେରି ଗୁଡ। ଏଇ ଚୁଟି? 4 ଜଣ, ହଁ। ଏଇଟା? ଏମିତି ଚୁଟି କାର ଅଛି? ଆଚ୍ଛା, 2 ଜଣ। ଏଇଟା? କ୍ଲିପ ଲଗେଇ 3 ଜଣ ଆସିଛ। ସିଆନ୍ତା କାଢିକି କିଏ ଆସିଛି? 3 ଜଣ। 2 ପଟ ବେଣୀ ଏମିତି ମଝିରୁ କରିକି ଆସିଛି, ଏମିତି 2 ପଟ ଚୁଟି ରଖି ନା? ଜଣେ, ଭେରି ଗୁଡ। ତ ଜାଣିଲ, ତମ କ୍ଲାସରେ ତମେ ଭାଗ ବାଣ୍ଟିଲ, ଜାଣିଲ କାର ପ୍ରକାର କୋଉ ପ୍ରକାର ଚୁଟି। ହଁ, ଆଜି ପାଇଁ ଏତିକି ପିଲାମାନେ, ଫାଷ୍ଟ ପାଠ ସରିଲା। ନେକ୍ସଟ କ୍ଲାସରେ ଆମେ ସେକେଣ୍ଡ ପାଠଟି ପଢିବା, ହେଲା। ଧନ୍ୟବାଦ। ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ, ବେଲ ଆଇକନକୁ ଦବେଇ ଦିଅ। ଆହୁରି ଏମିତି ମଜାଦାର ଭିଡିଓ ପାଇଁ ବୋଲି କଣ? ବେଲ ଆଇକନକୁ ଦବେଇକି ରଖ, ତ ଯେତେବେଳେ ଅପଲୋଡ ହବ ତମ ପାଖରେ ପହଞ୍ଚିଯିବ। ରହୁଛି, ଟାଟା।